ଯିବା। ସାର୍ ଆପଣଙ୍କ ନାମ ପଡ଼ୁଛି ଉଦୟ କୁମାର ମହାପାତ୍ର। ସାର୍ ବାରିପଦା ସହରର ଯେଉଁ ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି ତା ବିଷୟରେ ବାରିପଦାର ତାପମାତ୍ରା ବର୍ତ୍ତମାନ ଅହେତୁକ ଭାବରେ ବୃଦ୍ଧି ପାଇଛି। ଆମେ ଏପ୍ରିଲ 20 ତାରିଖରେ ହାଏଷ୍ଟ ଟେମ୍ପରେଚର ଥିଲା 45.2 ଡିଗ୍ରୀ ସେଲସିୟସ୍। ବର୍ତ୍ତମାନ 3 ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ସେଥିପାଇଁ ଆମେ ଲୋକମାନଙ୍କୁ ଅପିଲ୍ କରୁଛୁ ପିକ୍ ପିରିୟଡ଼ରେ ଯେଉଁଟା 11ଟାରୁ 3ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରିବା ଉଚିତ ନୁହେଁ। ଜରୁରୀ କାର୍ଯ୍ୟ ଥିଲେ ପ୍ରିକସନ୍ ନେଇକି ଘରକୁ ବାହାରନ୍ତୁ ଏବଂ କଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଆମେ ଜିଲ୍ଲାର ସମସ୍ତ ଟୁରିଷ୍ଟ ପ୍ଲେସେସକୁ ବନ୍ଦ କରିଦିଆଯାଇଛି 11ଟାରୁ 3ଟା ପର୍ଯ୍ୟନ୍ତ ଏବଂ ଯେତିକି ଧର୍ମାନୁଷ୍ଠାନ ଅଛି ଧର୍ମାନୁଷ୍ଠାନରେ ଦର୍ଶନାର୍ଥୀମାନଙ୍କୁ ଅପିଲ୍ କରାଯାଇଛି ସେମାନେ ପିକ୍ ପିରିୟଡ଼ରେ ରିଲିଜିୟସ୍ ପ୍ଲେସେସକୁ ଭିଜିଟ୍ ନ କରିବା ପାଇଁ। ତା ସହିତ ଆଡେକ୍ୟୁଟ୍ ଆରେଞ୍ଜମେଣ୍ଟ କରାଯାଇଛି ଜଳଛତ୍ର ଏବଂ ଅନ୍ୟ ବ୍ୟବସ୍ଥା ବିଭିନ୍ନ ଜାଗାରେ କରାଯାଇଛି ଏବଂ ବନ୍ୟ ପଶୁପକ୍ଷୀ ଏବଂ ଗୃହପାଳିତ ପଶୁପକ୍ଷୀମାନଙ୍କ ପାଇଁ ପିଇବା ପାଣି ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ସବୁ ପ୍ରକାର ପ୍ରିକସନାରୀ ମେଜର୍ସ ନିଆଯାଇଛି। ସାର୍ ଏପର୍ଯ୍ୟନ୍ତ ସହରର ହାଏଷ୍ଟ ତାପମାତ୍ରା କେତେ ଯାଇଛି? ଗତ ସପ୍ତାହରେ 20 ତାରିଖ ଦିନ ହାଏଷ୍ଟ ଟେମ୍ପରେଚର ଥିଲା 45.2 ଡିଗ୍ରୀ ସେଲସିୟସ୍। ଏବେ ତାଠାରୁ କମ୍ ଅଛି, ସେଇଦିନ ହିଁ ହାଏଷ୍ଟ ଥିଲା।